କାକାଙ୍କ ବାହାଘର ପାଇଁ ଝିଅ ଦେଖା ଚାଲିଥିଲା ଯେ ବୋଉ ଚାଲିଗଲା ପରଠୁ ସେ ସବୁ ବି ବନ୍ଦ ବାନ୍ଦ ହେଇଗଲା। ଖୁଡ଼ି ଆସିଥିଲେ ହୁଏତ ଘରଟା ଘର ଭଳି ଲାଗିଥାନ୍ତା। ରୋଷେଇ ପାଇଁ ଜେଜେମାକୁ ଏ ବୁଢ଼ୀ ବୟସରେ ରୋଷେଇ ଘରେ ଘାଣ୍ଟି ଚକଟି ହେବାକୁ ପଡ଼ିନଥାନ୍ତା। ଭଲରେ ଆଖି ଦେଖାଯାଉନି ବୋଲି ଜେଜେମା ଆଜିକାଲି ଚା ପତି ଜାଗାରେ ସୋରିଷ ଢାଳିଦିଏ ଚାମଚରେ, ଚିନି ଜାଗାରେ ପକେଇଦିଏ ଲୁଣ। କେଉଁ ଦିନରୁ ଭୁଲି ସାରିଥିବା ରୋଷେଇ ପାଗକୁ ମନେ ପକାଇ ଯେତେ ବାଗରେ ରାନ୍ଧିଲେ ବି ଆଉ ସ୍ୱାଦ ନଥାଏ ତାର ହାତ ରନ୍ଧାରେ। ଜିଇଁବା ପାଇଁ କେବଳ ବାଧ୍ୟ ହୋଇ ପାଟିରେ ପୂରେଇ ଦିଅନ୍ତି ବାପା ଆଉ କାକା। ଜଳଖିଆଠୁ ଆରମ୍ଭ କରି ଦିନ ଆଉ ରାତିର ଖାଇବା ଯାଏଁ ବୋଉର ହାତ ରନ୍ଧାକୁ ଜାଣି ଜାଣି ଅନେକ ପ୍ରକାରେ ବାହୁନୁଥିଲି ମୁଁ। ବୋଉର ସ୍ନେହ ଆଦର ଗେଲ ଲାଡ଼ ଟିକାକୁ ପାଇବା ପାଇଁ ଏ ମିଛ ବାହାନାଟା ମୋର ଅଭ୍ୟାସରେ ପରିଣତ ହୋଇଯାଇଥିଲା। କାହିଁକି ନା ମୁଁ ଜାଣେ ମିଠା ମିଠା ଭୁଲାଣିଆ କଥା କହି ଭୁର୍ତେଇ ସୁର୍ତେଇ ସେ ମୋତେ ବଳେଇ ବଳେଇ ଖୁଆଇବ ନିଜ ହାତରେ। ଯେବେ ବି ମୁଁ ହଷ୍ଟେଲରୁ ଘରକୁ ଆସୁଥିଲି ଏମିତି ନାନା ବାହାନାରେ ବୋଉ ହାତରୁ ଖାଇବା ପାଇଁ ଏକା ନାନାଦି ନାଟ ଦେଖାଉଥିଲି, ହାଟ ବସଉଥିଲି। ଜେଜେମା ଆଜିକାଲି ଚିଡ଼ଚିଡ଼ ହେଉଛି। ରୋଷେଇ ନ କଲେ ବାପା କାକା ଖାଇବେ କେଉଁଠି ବୋଲି ଯାହା ଗଣ୍ଡେ ଫୁଟଉଛି, ନହେଲେ ତାର ମତିଗତି ଆଉ କେଉଁ କାମକୁ ନୁହଁ। ତା ଛଡ଼ା ତା ନିଜର ବି ପେଟ ବୋଲି ଗୋଟେ ଯନ୍ତ୍ର ଅଛି। ଗୁଣ୍ଡାଏ ନ ଖାଇଲେ ଚାଲିବା ପାଇଁ ବି ବଳ ଯୋଗାଡ଼ି ପାରିବନି। ସେ ଦିନ ଗଣୁଛି କାକାଙ୍କ ବାହାଘର ପାଇଁ। ବର୍ଷେ ଯାଏଁ କାଳେ ସବୁ ଅଚଳ। ବୋଉର ଶ୍ରାଦ୍ଧ ବାର୍ଷିକୀ ପରେ ପୁଣି ସବୁ ଶୁଭ କାମକୁ ଅନୁକୂଳ ହେବ ବୋଲି ଜେଜେମା କହୁଥିଲା। ଦେଖୁ ଦେଖୁ ବୋଉ ଯିବାର ବର୍ଷଟେ ପୂରିଗଲା। ବୋଉ ନାଁରେ ପୁଣି ଥରେ ଘରେ ପୂଜା ପାଠ ଭୋଜି ଭାତ ହେଲା। ବନ୍ଧୁବାନ୍ଧବ କୁଣିଆ ଆସିଲେ, ଘର ଭିଡ଼ ଭିଡ଼ ଲାଗିଲା। ନାନାଦି ଖାଦ୍ୟଦ୍ରବ୍ୟ ରନ୍ଧା ହେଲା। ପାଖ ପଡ଼ୋଶୀ ବି ଆସିଲେ, କେତେ ଖୁସି ଗମାତ କଲେ। କୁଣିଆ ସବୁ ନୂଆ ଶାଢ଼ୀ ଲୁଗା ପିନ୍ଧି ଯିଏ ଯାହାର ବଡ଼ପଣି ଦେଖେଇଲେ। ସ୍ତ୍ରୀ ଲୋକ ସବୁ ଦେହସାରା ସୁନା ଛାଇ ହେଇ ନିଜ ନିଜର ରୋଜଗାରର ସାମର୍ଥ୍ୟ ଦେଖେଇଲେ। ସଭିଏଁ ଥିଲେ, ହେଲେ ବୋଉ ନଥିଲା କେଉଁଠି। ତା ଅବର୍ତ୍ତମାନ ଆମମାନଙ୍କ ଜୀବନର ଶ୍ରେଷ୍ଠତମ ଯନ୍ତ୍ରଣା। କଷ୍ଟ ଲାଗୁଥାଏ ଯେତେ, ସେ ଭିଡ଼ ଆଉ ଭୋଜିଭାତ ଦେଖି ବିରକ୍ତ ଲାଗୁଥାଏ ସେତେ। ବାପାଙ୍କୁ ପଚାରିଲି, ଇଏ ପୁଣି କୋଉ ଖୁସିରେ? ବାପା ଦୀର୍ଘ ନିଶ୍ୱାସ ଛାଡ଼ିଲେ। ଉତ୍ତର ଦେଲେ, ଖୁସି ପାଇଁ ନୁହଁରେ ମା, ଇଏ ବିଧି। ଗତାନୁଗତିକ ଧାରାରୁ ଟିକେ ଅଲଗା ହୋଇ ଜୀବନକୁ ଜୀଇଁବାର ଗୋଟେ ବାହାନା। ବୋଉକୁ ହରେଇବାର ଦୁଃଖରେ ଗଭୀର ମର୍ମାହତ ମୁଁ। ତଥାପି ମୋତେ ଯିବାକୁ ପଡ଼ିବ। କାହିଁକି ନା +2 ବୋର୍ଡ଼ ପରୀକ୍ଷା ମୁଣ୍ଡ ଉପରେ। ଯାହା ହେଲେ ବି ପଢ଼ିବାକୁ ପଡ଼ିବ, ପରୀକ୍ଷା ଦେବାକୁ ହେବ। ମୋ କ୍ୟାରିୟର କଥା ମୋତେ ଭାବିବାକୁ ପଡ଼ିବ। ପ୍ରତ୍ୟେକ କାହିଁକି ପରେ କିପରି ଭଳି ବଞ୍ଚିବାର କୌଶଳ ଆପେ ଶିଖେଇ ଦିଏ। ସୁନ୍ଦର ଓ ସ୍ୱାବଲମ୍ବୀ ଭବିଷ୍ୟତ ପାଇଁ ଚିନ୍ତା କରି ହଷ୍ଟେଲକୁ ଯିବାକୁ ବାହାରିଲି। ଜେଜେମା ମନା କଲା। ମୋ ମୁଣ୍ଡ ଉପରେ ହାତ ସାଉଁଳେଇ କହିଲା, ଆସିଛୁ ଯେତେବେଳେ ରହିଯା ଆଉ 2 ଦିନ, ଆମେ ଝିଅ ଦେଖିବାକୁ ଯିବା। କାକାଙ୍କ ପାଇଁ ବୋଧେ କୋଉଠୁ ଗୋଟେ ପ୍ରସ୍ତାବ ଆସିଥିଲା। 2 ଦିନ କଥା ତ, ଏତେ ଦିନ ଗଲା, ଆଉ 2 ଦିନ ନ ପଢ଼ିଲେ ଶାସ୍ତ୍ର ଖଣ୍ଡିଆ ଯିବ ନାହିଁ ଭାବି ଜେଜେମା କଥାରେ ରାଜି ହେଲି। ବୋଉ ଯିବା ପରଠୁ ଇଏ ପ୍ରଥମ ଖୁସି ଖବର ଥିଲା ଆମ ପରିବାର ପାଇଁ। ସାମାନ୍ୟ ପରିବର୍ତ୍ତନର ମାହୋଲଟେ ସ୍ପଷ୍ଟ ଜଣାପଡ଼ୁଥିଲା। ଜେଜେମା, ବାପା, କାକା ଆଉ ମୁଁ ବାହାରିଲୁ କାରରେ। ସଭିଏଁ ଖୁସି ଥାଆନ୍ତି, ମୁଁ ବି। ସେଇଠି ଯାଇ ଯାହା ଦେଖିଲି ମୋ ମନ ଊଣା ହେଇଗଲା।